ସାଙ୍ଗମାନେ ଆଜି ବହୁତ ଦିନ ପରେ ମୁଁ ଆଜି ଖାଇବା ଭିଡ଼ିଓ ଆଣିଛି। ଆଜି ବହୁତ ଗରମ ଗୁଳୁଗୁଳି ଆପଣଙ୍କ ଆଡ଼େ ହେଇଛି ମୁଁ କହିବି। ଆଜି ମାନେ ଏତେ ଗରମକୁ ଟିକେ ରୋଷେଇ ବି ଆଜି ଡେରି ହେଇଗଲାଣି। ମୁଁ ଆଜି ରୋଷେଇରେ କରିଛି ଭାତ, ଉଷୁନା ଭାତ। ମତେ ମୋ ବୋଉ କହିଦେଇଥିଲା ସାଇଜ କରିକି ଭାତ ମୁଁ ସବୁବେଳେ ଖେଳାମେଳା କରିକି ଦିଏ, କିନ୍ତୁ ମୋ ବୋଉ କହେ ଖେଳାମେଳା କରିବୁନି, ଭାତକୁ ଏଇଭଳିଆ ଚାପିବୁ। ଆପଣମାନେ ଚାପନ୍ତି କି ନାହିଁ କହିବେ, ମୁଁ ଆଜି ଚାପିଛି ପୁରା ସାଇଜ କରିକି। ଯୋଉ ଡାଲି ପୁରା ଛୁଙ୍କ ପକେଇ ଭୃଷଙ୍ଗ ପତ୍ର ଛୁଙ୍କ, ବନ୍ଧାକୋବି ଘାଣ୍ଟ, ମାନେ ବନ୍ଧାକୋବି ତରକାରୀଟା ଏଟା ମୋ ସାନ ଝିଅର ବହୁତ ପସନ୍ଦ। କଳମ ଶାଗ ଡାଲି ମୋ ସାନ ଝିଅର ପସନ୍ଦ। ଆଉ ଆଳୁ ଭର୍ତ୍ତାଟା ଆଉ ଶୁଖିଲା ଲଙ୍କା ଡାଲିରୁ କାଢିକି ମୁଁ ଆଜି ଆଳୁ ଭର୍ତ୍ତା କରୁଛି। ଆଜିର ଖାଇବାଟା ସ୍ୱତନ୍ତ୍ର, କିନ୍ତୁ ଗରମ ହଉଛି, ଖାଇ ହବ କି ନାହିଁ। ଖାଇଲେ ମୁଁ ଆଳୁଟା ଆଗେ ଚକୁଡ଼ି ଦିଏ। ଆଜି ପ୍ରବଳ ଗରମ, ମୁଁ ଆଜି ଛୁଆଙ୍କୁ କହିଛି ଯଦି ଆଜି ବର୍ଷା ନହବ ରାତି ଖାଇବା ବନ୍ଦ। କଣ ଇନ୍ଦ୍ର ଦେବତା ଚିନ୍ତା କରିବେ, ଛୁଆଙ୍କ ଖାଇବା ବନ୍ଦ କରିବେ କି ବର୍ଷା ହବ। ଭାବୁଛି ବର୍ଷା ଆସିଲାଣି, ହେଇଯିବ ନିଶ୍ଚୟ। ମୁଁ ମଧ୍ୟାହ୍ନ ଭୋଜନଟି ଆରମ୍ଭ କରୁଛି। ଯୋଉ ଗରମ କେମିତିଆ ଝାଳ ହେଉଛି ଖାଲି ଦେଖୁଛି। କେତେ କଷ୍ଟ ହଉଛି ରୋଷେଇ କରିବାକୁ। ଘରକୁ ପଳେଇଲେ ସେଠି ଯାଇକି ବସି ରୋଷେଇ କରିଦିଅନ୍ତା, କିନ୍ତୁ ଯାଇ ହଉନି। ଏବେ ମୋର ଭୋଜନଟି ଷ୍ଟାର୍ଟ କରୁଛି। ପ୍ରଥମେ ଡାଲି ଗୋଳେଇବା, ତାପରେ ସବୁଠୁ ଟିକେ ଟିକେ ନେବି। ଈଶ୍ୱର କଳମ ଶାଗ ପୁରା ରସୁଣ ଦେଇକି ଭଜା ହେଇଛି। ସବୁ ମୁଁ ତ ଜାଣିଛି, ମୁଁ ଆଉ କଣ କରିବି। ଖାଇବାଟି ବହୁତ ଭଲ ହେଇଛି, ଯାହା ବି ହେଲେ ରହୁଛି। ଆପଣମାନେ ଖାଇଲେ ବି ନାହିଁ, ଟମାଟୋ ଦେଲେ ଜୟ ଜଗନ୍ନାଥ।